ବର୍ତ୍ତମାନ ଭାରତରେ ଏକ୍ସଟ୍ରା ମ୍ୟାରିଟାଲ ଆଫାୟାର ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଯାହାକି ପୂର୍ବରୁ ପାଶ୍ଚାତ୍ୟ ସଭ୍ୟତାରେ ଦେଖିବାକୁ ମିଳୁଥିଲା। ଏକ୍ସଟ୍ରା ମ୍ୟାରିଟାଲ ଆଫାୟାର ଅର୍ଥାତ୍ ବିବାହ ପରେ ମଧ୍ୟ ସମ୍ପର୍କ ରଖିବା, ଏହା ବର୍ତ୍ତମାନ ଗୋଟିଏ ସାଧାରଣ କଥାରେ ପାଲଟି ଯାଇଛି। ଯାହାକୁ ନେଇ ନିକଟରେ କିଛି ମନୋଚିକିତ୍ସକ, କିଛି ପୋଲିସ କର୍ମୀ, କିଛି ଓକିଲଙ୍କ ଦ୍ୱାରା ହୋଇଥିବା ଅଧ୍ୟୟନରେ ଅନେକ କାରଣ ସାମ୍ନାକୁ ଆସିଛି। ଯେତେବେଳେ ଏହା 10 ବର୍ଷ ତଳେ 100ଟିରେ 7ଟି ଦେଖିବାକୁ ମିଳୁଥିଲା, ତାହା ବର୍ତ୍ତମାନ ବୃଦ୍ଧି ହୋଇ 70ରେ ପହଞ୍ଚି ସାରିଛି। କେତେକ ସ୍ଥାନରେ ଜୀବନ ଯିବା ଭଳି ଘଟଣା ମଧ୍ୟ ସାମ୍ନାକୁ ଆସୁଛି, ଯାହାକୁ ନେଇ ପୁରୁଷ ହେଉ କି ନାରୀ ଜୀବନ ହାରିବାକୁ କିମ୍ବା ଜୀବନ ନେବାକୁ ପଛାଉନାହାନ୍ତି। ଏହାକୁ ନେଇ ରିସର୍ଚ୍ଚରେ ଅନେକ କାରଣ ସାମ୍ନାକୁ ଆସିଥିଲା ଏବଂ ଗବେଷକଙ୍କ ଦ୍ୱାରା କୁହାଯାଉଥିଲା ଯେ ଏହାକୁ ପ୍ରତ୍ୟେକ ପତି ପତ୍ନୀ ନିହାତି ଜାଣିବା ଜରୁରୀ। ଏହି ଅଧ୍ୟୟନ ବେଳେ ଜଣାପଡ଼ିଲା ଯେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବର୍ତ୍ତମାନ ଦୂରତା ଖୁବ୍ ବଢ଼ିଯାଇଛି। ଅନେକ ସମୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଫୋନ୍ରେ ବ୍ୟସ୍ତ ରହିବା କାରଣରୁ ସନ୍ଦେହର କାରଣ ସୃଷ୍ଟି ହେଉଛି, ଯାହାକି ପାରିବାରିକ କଳହକୁ ଜନ୍ମ ଦେଇ ଉଭୟଙ୍କ ମଧ୍ୟରେ ଦୂରତା ବଢ଼ାଇ ଦେଉଛି। ମନୋଚିକିତ୍ସକଙ୍କ ମତରେ ଆଜିକାଲି ଲୋକଙ୍କ ଜୀବନ ଅନେକ ଚିନ୍ତା ଓ ଉତ୍ତେଜନା ମଧ୍ୟରେ ଗତି କରୁଛି। ଛୋଟ ଛୋଟ କଥାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନମାଳିନ୍ୟ ମଧ୍ୟ ଦେଖାଦେଉଛି। ଏପରି ସ୍ଥିତିକୁ ଏଡ଼ାଇବା ପାଇଁ ଉଭୟଙ୍କ ଭାବନାକୁ ବୁଝିବା ନିହାତି ଜରୁରୀ। ଉଭୟଙ୍କର ଛୋଟ ଛୋଟ ଖୁସିକୁ ଧ୍ୟାନ ମଧ୍ୟ ଦେବାର ଆବଶ୍ୟକତା ରହିଛି। ଉଭୟ ପୁରୁଷ ଓ ନାରୀଙ୍କ ମଧ୍ୟରେ ପାଇବାର ଉଚ୍ଚ ଅଭିଳାଷ ବା ଆକାଂକ୍ଷା ଅଧିକ ମାତ୍ରାରେ ବୃଦ୍ଧି ପାଇବାକୁ ଲାଗୁଛି। କେହି ଧନ ଲୋଭରେ ତ ଆଉ କେହି ଦେହ ଲୋଭରେ ଏକ୍ସଟ୍ରା ମ୍ୟାରିଟାଲ ଆଫାୟାରର ସମ୍ମୁଖୀନ ହେଉଛନ୍ତି, ଯାହାକି ଗୋଟିଏ ସୁନ୍ଦର ପରିବାରକୁ ନଷ୍ଟ କରିବା ପାଇଁ କାଫି ଅଟେ। ଏହି ଅଧ୍ୟୟନରୁ କୁହାଯାଇଛି ଯେ କେଉଁଠି ଏହାର ପରିଣତ ଭୟାବହ ହେଉଛି ତ ଆଉ କେଉଁଠି ଆପୋଷ ବୁଝାମଣାରେ ଗୋଟିଏ ସୁନ୍ଦର ବୈବାହିକ ଜୀବନ ଓ ପରିବାରର ଅଧପତନ ହେଉଛି। ତେଣୁ ଏହିସବୁ ଦିଗ ପ୍ରତି ଧ୍ୟାନ ଦେଇ ନିଜର ସାଂସାରିକ ଜୀବନକୁ ଚଳାଇବାର ଆବଶ୍ୟକତା ରହିଛି ବୋଲି ଅନେକ ବୁଦ୍ଧିଜୀବୀମାନେ ମତ ରଖନ୍ତି। ବ୍ୟୁରୋ ରିପୋର୍ଟ, ରିପୋର୍ଟର୍ସ ଟୁଡେ।